भ्रमण करने को गला आउ तांको संगरे तांकर बाहन पेचा आपण ध्यान चक्षुरे लक्ष्मीकर घूरी बुलुथिबार दृश्य मु देखा पाई निजर कौलिन्य रक्षा करी नियंत्रण भितरे घूरी बुलिबाकू आपण तो कहिथिले तांकू हाँ ता अवश्य कही ध्यान चक्षुरे कौन देखिले फादर लक्ष्मी नियंत्रण बाहर को चली जाइछंती ना मोर मन हुए नियंत्रण रेखा से एपर्यंत लंघन कर नाहंती अभिजात गृह मानकर अंगन रे से चलप्रचल करुछंती किंतु किंतु कौन फादर श्रिया चंडाणी बड़ निष्ठार सहित पूजा आरंभ करने को जाउछि करू से कौन करिवो लक्ष्मी निश्चय से विषय सचेतन रहिबे नमस्ते कमला मागो सागर फूलनी नमस्ते नमस्ते लक्ष्मी विष्णुकरणी नमस्ते कमला माये अति दयावती सागर संगम गीताति पारुनी निशी किए जड़े मैं प्रार्थना गीत गाउची ना माँ एटा समुद्र कूल पाखे घर द्वारा किसी भी नहीं एड़े समुद्रर गर्जन आपण शुणिला भली एते बड़ पाटरे किए गाउथबो निशी पार्टी करी गाओ कि मने मने गाओ प्रार्थना रे निष्ठा थिले से मते निश्चय सुबिबो आउ जे वर्तमान गाउची मन हूँ मो प्रति तार अचला भक्ति अच्छी पाखक टे जापारे केमी जाते जे भागी खुंटिया झीर विष छड़ छड़ एत बेले चलीगला अधा भी बुला हो पारा ना आउ भी जाई हबनी ठाकुर मानकर मन ही बेला हो मो हाथ रंगा छड़ा प्रभु को किसी भी भल लगे से कथा सत माँ निज स्त्रीर हाथ रंधा छाड़देले कौ स्वामी को कहारी हाथ रंधा भल लगे तू टे कान दे शुण तो जे गाउची केते सुंदर गाउची इच्छा होची ता घरे टिके पाद पकई आसंती ना माँ आपण जेमिति भक्तर भावरे मजी जाती सेठी पाद दौ दौका आपण पूरा पूरी मजी जिबे आ सब कथा को भूली जिबे एने ठाकुर माने उपास रहिबे माँ जी ओषा करिछि
ସେ ଆର ପାଳି ସବୁ କରିବନି? ଆହୁରି ତ 3 ପାଳି ରହିଲାଣି। ହଁ, ତୁ ଠିକ କହୁଛୁ। ମୁଁ ଜାଣିପାରୁଛି ଏଇଟା ତାର ପ୍ରଥମ ପାଳି, କାରଣ ଆଗରୁ ମୁଁ ତ ସବୁଆଡେ ବୁଲିଛି। ଏତେ ସୁନ୍ଦର ଗାଇବା ମୁଁ କାହାରି ଠାରୁ ଶୁଣିନି। ଆହୁରି 2 ପାଳି ଶୁଣିବି, ତା ଭକ୍ତି ପରୀକ୍ଷା କରିବି। ତାପରେ 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 କଣ ହବ ମା? ପରର କଥା ପରେ ଶୁଣିବୁ। ଏବେ ଚାଲ। ମିଶି ଏଥର ତୁ ଯା, ମୁଁ ବର୍ତ୍ତମାନ ରନ୍ଧନଶାଳାକୁ ଯିବି। ମା, ରନ୍ଧନଶାଳାରେ ଏତେ ସୁପକାର ଅଛନ୍ତି, ସେମାନେ ସବୁ ବ୍ୟବସ୍ଥା କରିଦେଇଥିବେ। ମୋ ହାତ ନ ବାଜିଲେ ବଡ ଠାକୁର କି ପ୍ରଭୁଙ୍କର କିଛି ବି ମହାପ୍ରସାଦ ହବ ନାହିଁ। ତୁ ଯା। ହଉ ମା। নারায়ণ নারায়ণ হেমাঙ্গিনী হাস্যমুখী হরিমন বিমোহিনী হরিপাদাশ্রয়া দেবী শিরসা প্রণমাম্যহম ক্ষমঙ্করি ক্ষমা দাত্রী ক্ষমবাস বিধারিণী ক্ষীণমধ্যা চ ক্ষেত্রাঙ্গী লক্ষ্মী দেবী নমস্তুতে। নারায়ণ নারায়ণ কি সম্বাদ দেবর্ষি? নারায়ণ নারায়ণ অবশ্য সম্বাদ পরিবেশন করিবা মোর কর্তব্য মাতে, কিন্তু আজি ଆପଣ ସ୍ୱୟଂ କ୍ଷେତ୍ର ପରିଭ୍ରମଣରେ ବାହାରିଥିଲେ, ତେଣୁ କ୍ଷେତ୍ରର ସବିଶେଷ ସମ୍ବାଦ ଆପଣଙ୍କ ମୁଖରୁ ଶୁଣିବି ବୋଲି ଚାଲି ଆସିଲି ମାତେ। ସବୁ ସ୍ଥାନକୁ ତ ଯାଇପାରିଲି ନାହିଁ, କିନ୍ତୁ ଯେତିକି ସ୍ଥାନ ଭ୍ରମଣ କରିଛି ଆଉ ଯାହା ଉପଲବ୍ଧି କରିଛି, ସେଥିରୁ ମନେ ହଉଛି ଏ କ୍ଷେତ୍ରରେ କିଛି କିଛି ଅବକ୍ଷୟ ଆରମ୍ଭ ହେବାକୁ ବସିଛି। ଲୋକମାନଙ୍କର ଭକ୍ତିଭାବ କମି କମି ଯାଉଛି। ପୂଜା ଆରାଧନାରେ ବିଶେଷ ମନୋଭାବ ନାହିଁ। ସମସ୍ତେ ଯେମିତି ଧନ ପଛରେ ଧାଇବାକୁ ତତ୍ପର ହେଇ ଉଠୁଛନ୍ତି। ତାହେଲେ ତ ମାତା ଚାରି ଦିଗରେ ଆପଣଙ୍କର ଜୟ ଜୟଗାନ ଶୁଣାଯାଉଥିବ। ମୋ କଥାର ମହତ୍ଵ ଆପଣ ବୁଝିପାରିଲେନି ମହର୍ଷି। ଧନ ପଛରେ ଦୌଡ଼ିବା ଅର୍ଥ ନୁହେଁ ଯେ ମୋର ଜୟ ଜୟକାର କରିବା। ସତ୍ ଉପାୟରେ ଯୋଉମାନେ ଧନ ଉପାର୍ଜନ କରନ୍ତି ସେଇମାନେ ମୋର ପ୍ରିୟ। ଅଭିଶପ୍ତ ସେଇମାନେ ଯୋଉମାନେ ଅସତ୍ ଉପାୟରେ ଧନ ଉପାର୍ଜନ କରନ୍ତି। ଅବଶ୍ୟ ଆଜିକା ପରିକ୍ରମାରେ ଗୋଟାଏ ଭଲ କାର୍ଯ୍ୟ ମୁଁ କରିଛି। ଆଉ ସେ ଭଲ କାର୍ଯ୍ୟଟି ହେଲା ଲକ୍ଷ୍ମୀଙ୍କର ପୂଜକ ଭଗବାନ ଖୁଣ୍ଟିଆର କନ୍ୟାକୁ ସର୍ପଦଂଶନରୁ ମୁକ୍ତ କରିବା। ପ୍ରଭୁ, ସେ ତାର ଏକମାତ୍ର କନ୍ୟା। ଏବଂ ସେଇଥିପାଇଁ ତାର ମୃତ୍ୟୁ କାଳ ଆସି ପହଞ୍ଚିଥିଲେ ବି ଯମ ସାଙ୍ଗରେ ଯୁକ୍ତି କରି ତା ଦେହରେ ପ୍ରାଣ ସଞ୍ଚାର କରାଇଲେ। ଆରେ ମହର୍ଷି ନାରଦ, ନାରାୟଣ ନାରାୟଣ ପ୍ରଣାମ ପ୍ରଭୁ। ପ୍ରଭୁ, ମାତା ଲକ୍ଷ୍ମୀ ଆଜି ଏପରି କାର୍ଯ୍ୟ କରିଛନ୍ତି ଯେ ସାରା କ୍ଷେତ୍ରରେ ମାଙ୍କ ନାମରେ ଜୟ ଜୟକାର ଶୁଣାଯିବ। ସମସ୍ତେ ଜାଣିବେ ଏ ପୁରୁଷୋତ୍ତମ କ୍ଷେତ୍ର ଏମିତି ସେମିତି କ୍ଷେତ୍ର ନୁହେଁ। ଏ କ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ମାତା ଲକ୍ଷ୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଚରଣ କରନ୍ତି। ସାଧାରଣ ଲୋକଙ୍କ ପରି ସମସ୍ତଙ୍କ ସାଙ୍ଗରେ ମିଳିତ ହୋଇପାରନ୍ତି। କିନ୍ତୁ ମାତା ସବୁ ସ୍ଥାନ ବୁଲି ନ ପାରିଲେ ନାହିଁ।
କିଛି ସ୍ଥାନରୁ ତ ଆପଣଙ୍କର ପ୍ରାର୍ଥନା ଆପଣଙ୍କର ଗୁଣଗାନ ଶୁଣିପାରିଥିବେ। ହଁ, ମନେ ପଡ଼ିଲା। ସମୁଦ୍ର ତଟରେ ପହଞ୍ଚିଲା ପରେ କାହାର ପ୍ରାର୍ଥନା ଗୀତ ମୋର କର୍ଣ୍ଣଗୋଚର ହେଲା। ସେ ପ୍ରାର୍ଥନାରେ ତ ସମର୍ପଣ ଭାବ ଆଉ ଭକ୍ତି ଭରି ରହିଥିଲା। ଇଚ୍ଛା ହଉଥିଲା ସେଠିକି ଚାଲିଯିବା ପାଇଁ, କିନ୍ତୁ ବିଳମ୍ବ ହେଇଯିବ ବୋଲି ନ ଯାଇ ଫେରି ଆସିଲି। ନାରାୟଣ ନାରାୟଣ ନାରାୟଣ। ସେ ପ୍ରାର୍ଥନା କାହାର ଆପଣ କଣ ଜାଣିପାରିଲେ ନାହିଁ ମାତା? ହଁ ମହର୍ଷି, ସବୁ ସ୍ଥାନରେ ସବୁ କଥା କୁହାଯାଇନି। ଲକ୍ଷ୍ମୀଙ୍କର ବିଳମ୍ବ ହେଇଛି। କେତେ ଭକ୍ତ ମହାପ୍ରସାଦରୁ କଣିକାଏ ପାଇବା ପାଇଁ ବ୍ୟଗ୍ର ହୋଇ ଅପେକ୍ଷା କରିଛନ୍ତି। ଯାଅ ଲକ୍ଷ୍ମୀ, ଆଉ ବିଳମ୍ବ କରନି, ଯାଅ। ମହର୍ଷି, ପ୍ରଭୁ, ଶ୍ରେୟା କଥା ଉତ୍ଥାପନ ନ କଲେ ବୋଧହୁଏ ଭଲ ହବ। ପ୍ରଭୁ ମୁଁ ତ ନାରଦ, ମତେ ସମସ୍ତେ ଅନ୍ତର୍ଯାମୀ ବୋଲି ଜାଣନ୍ତି। ପ୍ରଭୁ ଦୋଷ ମାର୍ଜନା କରିବେ। ଆପଣ ନିଜେ କହିଥିଲେ ମାତା ଲକ୍ଷ୍ମୀଙ୍କର ପ୍ରବେଶ ନହେଲେ ଏ ସମସ୍ୟାର ସମାଧାନ ହେବାର ସମ୍ଭାବନା ନାହିଁ। ନାରଦ, ୟା ଦ୍ୱାରା ତମେ କଳହକୁ ଡାକି ଆଣିବାକୁ ଯାଉଛ। ମୁଁ ଚାହେଁ ସୁସ୍ଥ ଭାବରେ ଏହାର ସମାଧାନ। ଏଇଟା ଠିକ କଥା ଯେ ଶ୍ରେୟା କାୟା ମନୋବାକ୍ୟରେ ଲକ୍ଷ୍ମୀଙ୍କର ଆରାଧନା କରିଛି, କିନ୍ତୁ ଗୋଟାଏ କଥା ମନେ ରଖ ନାରଦ, ଆଶା କରୁନଥିବା ଅମାପ ଧନ ହଠାତ୍ ପାଇଗଲେ ମଣିଷ ବିଭ୍ରାନ୍ତ ହେଇଯାଏ। ତେଣୁ ଶ୍ରେୟାକୁ ପୁରସ୍କୃତ କରାଯିବା ଉଚିତ, ଯାହା ତାର କଳ୍ପନା ଭିତରେ ସମ୍ଭବ। ଆଉ ସେ ବ୍ୟବସ୍ଥା ତମକୁ ହିଁ କରିବାକୁ ପଡିବ। ଯଥାଜ୍ଞା ପ୍ରଭୁ। ନାରାୟଣ ନାରାୟଣ ନାରାୟଣ। ଯେନ ଧୃତା ବସୁମତୀ ସଲିଳେ ନିମଗ୍ନା ନଗ୍ନା ଚ ପାଣ୍ଡବ ବଧୂ ସ୍ଥଗିତା ଦୁକୂଳୈଃ ସମ୍ମୋଚିତା ଜଳଚରସ୍ୟ ମୁଖାଦ୍ ଗଜେନ୍ଦ୍ରୋ ଦୃଗ୍ଗୋଚର ଭବତୁ ମେ ଅଦ୍ୟ ସଦିନ ବନ୍ଧୁ। ନାରାୟଣ ନାରାୟଣ ନାରାୟଣ। ହଟିଆ ଠାକୁର ନାଟ ଲଗେଇଛ, ଏବେ ହବ କୁହ କାହାର, ଏବେ ହବ କୁହ କାହାର। ମଣିଷ ମଣିଷ ସମାନ କହୁଛ, ଜାତି ଭେଦ ପୁଣି ଆଇ ଦଉଛ। ଅବୁଝା ହେ ଲୀଳାମୟ ଲୀଳା ସୁନ୍ଦର। ହଟିଆ ଠାକୁର ନାଟ ଲଗେଇଛ, ଏବେ ହବ କୁହ କାହାର, ଏବେ ହବ କୁହ କାହାର। ଧରଣୀଧର, ଓ ଧରଣୀଧର, ଧଡ଼ି, ଓ ଧଡ଼ି ତିଆଡ଼ି। ଭଲ ନାଁରେ ଭଦ୍ର ନାଁରେ ଡାକିଲି ନିଦ ଭାଙ୍ଗିଲା ନାହିଁ, ଡାକ ନାଁରେ ଡାକିଲି ଗୋଟାଏ ଡାକରେ ଉଠି ପଡିଲ। ମୋର ଗୋଟାଏ ଭଲ ନାଁ ଅଛି ନା କଣ? ହଁ, ଧରଣୀଧର ତିଆଡ଼ି। କାହିଁ କେବେ ମୋ ନାଁ ଧରଣୀଧର ଥିଲା, ଏବେ ସେ ନାଁ ଆଉ ଚଳୁ। ମୁଁ ନିଜେ ବି ଭୁଲିଗଲିଣି। ଆଚ୍ଛା କୁହ ବାବାଜୀ, କୁଆଡେ ଆସିଲ? କଣ ଏମିତି ବୁଲୁ ବୁଲୁ ଚାଲି ଆସିଲ ନା କିଛି କାମ ଅଛି? ଧରି ନିଅ ଦିଟା ଯାକ। ଆଜି ନିଶା ପାଣି ହେଇଛି ନା ନାଇଁ? ସେଇ କଥା ଭାବୁ ଭାବୁ ଶୋଇପଡ଼ିଲି। ଅଣ୍ଟିରେ କୋଉଠି
ମୁଁ ଜାଣିଛି ତମେ ଶାସ୍ତ୍ର ପୁରାଣରେ ଜଣେ ପଣ୍ଡିତ। ତମ ବାପା ଜଣେ ମହାନ ପଣ୍ଡିତ ଥିଲେ। ତାଙ୍କର କେତେ ଶିଷ୍ୟ ଆଜି ସମାଜରେ ପ୍ରତିଷ୍ଠିତ, ଅଥଚ ତୁମେ କଣ କରିଥାନ୍ତି? ଗୋରୁ ଚରେଇଲା ଭଳିଆ ଶିଷ୍ୟମାନଙ୍କୁ ଚରେଇଥାନ୍ତି। ବାପାଟା ଭାରି ସାଧୁ ଆଉ ଉଦାର ପ୍ରକୃତିର ଥିଲା। ସେଇଥିପାଇଁ ମଲା ବେଳକୁ ଘରଟାକୁ ଝାଡି ଝୁଡି ସଫା କରିଦେଇ ଗଲା। ଆହେ ଦିନକ ପାଇଁ ବି ଚଳିବାକୁ ନଥିଲା, ଖାଲି ମନ୍ଦିର ସେବାଟା ଯାହା ଥିଲା। ଅନ୍ୟମାନଙ୍କ ସାଙ୍ଗରେ ମୋର କେବେ ବି ପଡିଲାନି, କାରଣ ସେମାନେ ରୀତି ନୀତି ବିଧି ବିଧାନକୁ ଏମିତି ଜାବୁଡି ଧରିଥିଲେ ଯେ ଭକ୍ତି ସମର୍ପଣ ନିର୍ମଳ ମନରେ ଆରାଧନା ଏଗୁଡାକ ସବୁ କୁଆଡେ ହଜି ଯାଇଛି। ଶେଷରେ ମଧୁଆ ମାତାଲ କହି ମତେ ଦେଉଳକୁ ମନା କରିଥିଲେ। ଏଇ ହଉଛି ତମ ପାଇଁ ସୁବର୍ଣ୍ଣ ସୁଯୋଗ। କଣ କରିବି? ତୁମ ପାଖରେ ପ୍ରଚୁର ସମୟ। ତାକୁ ଅଯଥାରେ ନିଶାଗ୍ରସ୍ତ ହେଇ ଖର୍ଚ୍ଚ ନ କରି ଜଗନ୍ନାଥଙ୍କୁ ଆରାଧନା କର। କଲି, ସେଇଠୁ ମନ ପ୍ରାଣ ଦେଇ ଡାକିଲେ ଜଗନ୍ନାଥ ନିଶ୍ଚୟ ଡାକ ଶୁଣିବେ। ଶୁଣିଲେ, ସେଇଠୁ ଠାକୁର ପ୍ରସନ୍ନ ହେଲେ ତମର କିଛି ଅଭାବ ରହିବନି। ଧନ ଜନ ଗୋପ ଲକ୍ଷ୍ମୀ ବଢିବ। ବଢିଲା। ସେଇଠୁ ଶୋଇ ବସି ଆରାମରେ ଦିନ କାଟିବ। ଆଉ ବର୍ତ୍ତମାନ ମୁଁ କଣ କରୁଛି କି? ଶୋଇ ବସି ଆରାମରେ ଦିନ କାଟୁଛି। ଆରେ ଭାଇ, ଧନରତ୍ନ ଥିଲେ ତ ଚୋରିର ଭୟ ଅଛି। ଏଠି ତ ତା ବି ନାହିଁ। ଯେ ମତେ ଏତେ ସବୁ କାହାଣୀ ଶୁଣିବା ଦରକାର ନାହିଁ। କୁଆଡେ ଆସିଥିଲ କୁହ? ଶ୍ରିୟା ଚଣ୍ଡାଳୁଣୀକୁ ଲକ୍ଷ୍ମୀ ପୂଜା ବ୍ରତ ବିଷୟରେ ତୁମେ ଶିକ୍ଷା ଦେଇଥିଲ ନା? ହଁ, ମୁଁ କହିଥିଲି। ସେ କଲା। ଅତ୍ୟନ୍ତ ନିଷ୍ଠାର ସହିତ କଲା। ଯେହେତୁ ତମେ ତାକୁ ଶିକ୍ଷା ଦେଲ, ସେହେତୁ ତମେ ତାର ଗୁରୁ। ଗୁରୁର କର୍ତ୍ତବ୍ୟ ହେଉଛି ତା ଶିକ୍ଷାର ଫଳ ଯେମିତି ତା ଶିଷ୍ୟକୁ ମିଳିବ ସେ ବିଷୟରେ ଚିନ୍ତା କରିବା। ଆଏ, ଇଏ ରାଜ୍ୟ ବନ୍ୟା ଆଉ ମରୁଡି ପ୍ରପୀଡ଼ିତ ରାଜ୍ୟ। ଏଠି କି ଫଳଟା ଫଳୁଛି ଯେ ମୁଁ ତୋଳିକି ଆଣି ତାକୁ ଦେବି? ଚେଷ୍ଟା କଲେ ତୁମେ ପାରିବ। ଯାଅ, ଆପଣ ରାସ୍ତା ଦେଖ। ସେ ଚେଷ୍ଟା ଫେଷ୍ଟା ମୋ ଦ୍ୱାରା ହେଇପାରିବନି। ହେଇପାରି ନଥିଲେ ତମ ପାଖକୁ ଆସିଥାନ୍ତି କାହିଁକି? ଆଗେ ମୋ କଥା ଶୁଣ। କଣ କୁହ? ଶୁଣିଛି ଏ ରାଜ୍ୟର ମନ୍ତ୍ରୀ ଜଣେ ବିଚାରବନ୍ତ ଆଉ ହୃଦୟବାନ ଲୋକ। ହେଇଥିବେ। ସେ ତୁମର ଗୁରୁ ଭାଇ। ତୁମ ବାପାଙ୍କର ସେ ଶିଷ୍ୟ ଥିଲେ। ତୁମ ବାପାଙ୍କ ଠାରୁ ସେ ଦୀକ୍ଷା ଗ୍ରହଣ କରିଛନ୍ତି। ଯୋଉ କଥା ମୁଁ ଜାଣିନି ସେ କଥା ତମେ କେମିତି ଜାଣିଲ? ମନ ଧ୍ୟାନ ଦେଇ ପ୍ରଭୁଙ୍କୁ ଆରାଧନା କର, ତମେ ବି ଜାଣିପାରିବ। ସେ ବାଜ୍ୟ କଥା ଛାଡ। କଣ କରିବାକୁ ହବ କୁହ? ତାଙ୍କୁ କହି ଶ୍ରିୟାର କାମଟି ତାକୁ ଫେରେଇ ଦେବାକୁ ହବ। କଟୁଆଳ କି ଛାଟିଆ କେହି ତାକୁ କାମଟି ଦେବେନି। ଏ କାମଟି କରିଦେଲେ ଦିଟା ସୁଫଳ ମିଳିବ। ପ୍ରଥମତଃ ଲକ୍ଷ୍ମୀ ପୂଜା ନିଷ୍ଠାର ସହିତ କଲେ ସଙ୍ଗେ ସଙ୍ଗେ ସୁଫଳ ମିଳେ ବୋଲି ଜନସମାଜ ଜାଣିଯିବେ। ଆଉ ଦ୍ୱିତୀୟ, ତମେ ଯେ ଜଣେ ସଫଳ ଆଉ ଜ୍ଞାନୀ ଗୁରୁ ଏକଥା ପ୍ରଚାରିତ ହବ। ଚିନ୍ତା କରି ଦେଖ, ଶୋଇପଡ଼ ନାହିଁ। ମୁଁ ଯାଉଛି। ହଟିଆ ଠାକୁର ନାଟ ଲଗେଇଛ, ଏବେ ହବ କୁହ କାହାର? ଏବେ ହବ କୁହ କାହାର? ମଣିଷ ମଣିଷ ସମାନ କହୁଛ, ଜାତି ଭେଦ ପୁଣି ଦିଆଇ ଦଉଛ। ଅବୁଝା ହେ ଲୀଳାମୟ। ବାଜି ମତେ ବାଣୀ ଶୁଣେଇ ଦେଇଗଲା। ବାଣୀ। ସକାଳୁ ଟିକେ ନିଶା ପାଣି ପେଟରେ ପଡୁନି ବୋଲି ଆଖିରୁ ପାଣି ବୋହିଲାଣି। ମୁଣ୍ଡଟା ଢିଙ୍କି କୁଟିଲା ଭଳିଆ ଧୁମ୍ ଧୁମ୍ ହଉଛି। ସେଥିରେ ସେ କହୁଛି କଣ ନା, ମୁଁ ଯିବି ମନ୍ତ୍ରୀ ପାଖକୁ। କହିଲା କଣ ନା, ଦିଟା ସୁଫଳ ମିଳିବ। ୟାପ ସୁଫଳ ନା ଶ୍ରୀଫଳ? ୟାପ ବଡ ଜାଲ।